ଏହା ଗୋଟେ ଦୁର୍ଭାଗ୍ୟଜନକ ଘଟଣା ଯେ ମେଡିସିନ ଆଇସିୟୁ ରେ ଗୋଟେ ଅଲୋଡା କାରଣ ପାଇଁ ସାରା ଦେଶରେ ସାରା ସୋସିଆଲ ମିଡିଆରେ ଗୋଟେ ଭୁଲ ଖବର ପ୍ରଚାରିତ ହଉଛି। कौन सर वो ମୁଁ ତାର କଣ୍ଟେକ୍ସଟ ରଖିବା ପାଇଁ ଚାହୁଁଛି। ଅ, ପାଖାପାଖି 25 ବର୍ଷ ପୂର୍ବେ ଏଇ ହସ୍ପିଟାଲର ପ୍ରଥମ ଆଇସିୟୁ ଥିଲା ମେଡିସିନ ଆଇସିୟୁ, ଯୋଉଥିରେ କି ଆମେ 4ଟି ବେଡ୍ ଆରମ୍ଭ କରିଥିଲୁ। ସେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ବଜେଟରେ ଆମକୁ ସ୍ପେଶାଲ ଆଲୋକେସନ ଦେଇଥିଲେ 25 ଲକ୍ଷ ଟଙ୍କା, ଯୋଉଥିରେ କି ଆଇସିୟୁ ଆରମ୍ଭ ହୋଇଥିଲା। 4ରୁ 10, 10ରୁ 14, 14ରୁ 26, 26ରୁ 40 ଆଉ ବର୍ତ୍ତମାନ କୋଭିଡ ଟାଇମର ବେଡ୍ ମିଶେଇକି ଆମ ପାଖରେ 60ଟି ବେଡ୍ ଅଛି। 2ଟି ଫ୍ଲୋରରେ 60ଟି ବେଡ୍ ଅଛି। କିନ୍ତୁ ମେଡିସିନର ରୋଗୀ ଆଡମିସନ ସଂଖ୍ୟା ବହୁତ ବେଶୀ, ଯାହାକି ପାଖାପାଖି 150-200ରୁ ଅଧିକ ପ୍ରତ୍ୟେକ ଦିନ। ଆଉ ଆମର ଆଇସିୟୁ ଆବଶ୍ୟକତା ମଧ୍ୟ 100ରୁ ଅଧିକ। ତେଣୁ ଯେତେ ବେଶୀ ଲୋକ ଆଇସିୟୁ ସୁବିଧା ପାଇପାରିବେ ସେମାନେ ବଞ୍ଚିବାର ସମ୍ଭାବନା ଅଛି। ତାକୁ ଆଖି ଆଗରେ ରଖି ଯଦିଓ ଆଇସିୟୁ ବେଡ୍ ସହ ଆମର ଷ୍ଟାଫ ସଂଖ୍ୟା, ଆଟେଣ୍ଡାଣ୍ଟ ସଂଖ୍ୟା, ସିଷ୍ଟର ସଂଖ୍ୟା ବା ଡାକ୍ତର ସଂଖ୍ୟାରେ ବିଶେଷ ବୃଦ୍ଧି ଘଟିନି, ତଥାପି ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁ ଲୋକମାନଙ୍କୁ ଆଇସିୟୁ ସେବା ଯୋଗାଇ ଦେବା ପାଇଁ। ତ ଏଇ ଯୋଉ 25 ବର୍ଷ ଭିତରେ ଆଇସିୟୁର ରିକ୍ୱାରମେଣ୍ଟ ବଢିଛି, ସେ ଭିତରେ ଆମର ବିଭିନ୍ନ ଯୋଜନା ଆସିଛି। ସ୍ୱାସ୍ଥ୍ୟ ସେବା ଯୋଜନା ଯେମିତିକି ଆୟୁଷ୍ମାନ ଭାରତ ଯୋଜନା, ସେଥିରେ ଲୋକଙ୍କର ବିଶ୍ୱାସ ବଢିଛି। ଆଉ ମେଡିସିନ ଆଇସିୟୁ ଲକ୍ଷ ଲକ୍ଷ ପେସେଣ୍ଟକୁ ଏହି ଅସୁବିଧା ସତ୍ତ୍ୱେ ଭଲ କରି ଘରକୁ ପଠେଇଛି। तो काली घटना ऊपर टे फोन पूरा आपण कहले जे भूल खबर सर भूल खबरटा टे ହଁ, ମୋ ବ୍ୟାକଗ୍ରାଉଣ୍ଡଟା କହୁଛି। ତାର ପ୍ରଥମ ଜିନିଷ ହେଲା, କେବଳ ସରକାରୀ ହସ୍ପିଟାଲ ନୁହେଁ, ଆପଣ ଜାଣିଛନ୍ତି ରାଜ୍ୟ ସାରାର ସରକାରୀ ହସ୍ପିଟାଲ ତାଙ୍କର ଗୁରୁତର ରୋଗୀଙ୍କୁ ଏସସିବି ପଠାନ୍ତି। ଦ୍ୱିତୀୟରେ ସବୁ ମେଡିକାଲ କଲେଜ, ଏବେ ଯୋଉ ବାଲେଶ୍ୱରରେ, ବଲାଙ୍ଗୀରରେ, ବାରିପଦାରେ, କୋରାପୁଟରେ ମେଡିକାଲ କଲେଜ ହେଇଛି, ଯେତେବେଳେ ସେଠି ସବୁ ସାଧନ ସରିଯାଏ ସେମାନେ ରୋଗୀମାନଙ୍କୁ ଏସସିବି ମେଡିକାଲ କଲେଜ ପଠାନ୍ତି। ଏପରିକି ପ୍ରାଇଭେଟ ଆୟୁଷ୍ମାନ ଭାରତ କଲେଜ ଯେମିତିକି ସମ୍, କିମ୍ସ, ହାଇଟେକ୍, କଳିଙ୍ଗ, ସେମାନେ ସେମାନଙ୍କର ସାଧନ ସରିଗଲା ପରେ ରୋଗୀଟିକୁ ଏସସିବି ପଠାନ୍ତି। ଏପରିକି ଏମ୍ସ ରୁ ପ୍ରତ୍ୟେକ ଦିନ 100ରୁ ଉର୍ଦ୍ଧ୍ୱ ରୋଗୀ ଏସସିବି ଆସୁଥିବା ଆମେ ଦେଖୁଛୁ। କାହିଁକିନା ସେମାନଙ୍କର ଯୋଉ ଯେତିକି କ୍ଷମତା, ତାଙ୍କ 35ଟି ବେଡ୍ ଅଛି ଆଇସିୟୁରେ। ତାପରେ ତାପରେ ରୋଗୀ ପଠେଇ सर पूरा प्रसंग को आसु आपण जोटा कहले सर जे भूल खबर प्रसारण भूलटा सर कौन कौन भूल ଭୁଲ ଏଥିପାଇଁ ମୁଁ କହୁଛି, हाँ କାହିଁକି ନା ଆମେ ଯୋଉ ରୋଗୀମାନଙ୍କ ପାଇଁ ବ୍ୟବସ୍ଥା କଲୁ, ତାଙ୍କୁ ଚିକିତ୍ସା କଲୁ ଏବଂ ଭଲ କଲୁ, हाँ ତାର କିଛି ଏପ୍ରିସିଏସନ ଆମେ ଆଜି ଯାଏଁ ना ପାଇନୁ। हम आपण पाइबेनी जोटा ଆମେ काली ଆମେ जो घटना ଆମେ घटला ପାଇନୁ। ता एटा भूल कौन कौन ଏଇ ये ଯୋଉ वीडियो टी भूल ନାଇଁ, ଏଇ ଯୋଉ ଘଟଣାଟା ଆସିଛି, हाँ ଏଇଟା ଗୋଟେ ଏମିତି ଘଟଣା ଯାହାକି କେବେ କିଏ ଚାହେଁନି। ଆମେ ଡାକ୍ତରମାନେ ଚାହୁଁନା, କି ଆପଣମାନେ ବି ना ना ଚାହିଁବେନି, କି सर ରୋଗୀ ବି सर ଚାହିଁବନି। सुनନ୍ତୁ पूरा पर्टिकुलर कोंतु ହଁ, जो भूल खबर टी कौन ये वीडियो टी भूल ना ये जगह नो ନାଇଁ आइसोला अलगा जगह ନାଇଁ, ना से लोकटी पढ़िनी ଏଇ ଖବରକୁ ସୋସିଆଲ ମିଡିଆରେ ଦବା ଭୁଲ। किए दबा ଯୋଉ ଦେଖନ୍ତୁ ଏସସିବି किए दबा सर भूल ନାଇଁ, ଯିଏ ବି ଦେଇଛନ୍ତି ଆମେ ଜାଣିନୁ, ଆମେ हाँ ତାର ଇନକ୍ୱାରି କରୁଛୁ। हाँ ना आपण केमति कहि परिबे एटा भूल बोली ଏସସିବି ଉପରେ ଲକ୍ଷ ଲକ୍ଷ ଲୋକଙ୍କର ଆସ୍ଥା ଅଛି। सर भूलटा भूल देखिया को भूल ଲୋକ ନାଇଁ, ଦେଖନ୍ତୁ, ଜଣେ ଯଦି ସାହାଯ୍ୟ କରିବାକୁ ଚାହୁଁଛନ୍ତି ନା ସାର୍ ରୋଗୀକୁ, ପେସେଣ୍ଟ ନେଗ୍ଲେକ୍ଟ ହଉଛି ଯିଏ ବି ସେଇଟା ଯଦି ସୋସିଆଲ ମିଡିଆରେ ପଡିବାଟା ଭୁଲ। ନାଇଁ, ଆମେ ତ କହୁଛୁ ଏଟା ଦୁର୍ଭାଗ୍ୟପୂର୍ଣ୍ଣ। ହଁ ଆମେ କହୁଛୁ ଏଇ ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ। ଆମେ ବି କହୁନୁ ଯେ ଯାହାକି ଡାକ୍ତର ମାନେ ଜାଣିକି କି ହଁ, ନର୍ସ ମାନେ ଜାଣିକି କଲେ, କହିଛନ୍ତି। କିନ୍ତୁ ଏସସିବି ଏଇ ଘଟଣା ନୁହେଁ, ମେଡିସିନ ବିଭାଗ ଏଇ ଘଟଣା ନୁହେଁ, ମେଡିସିନ ଆଇସିୟୁ ଏହା ନୁହେଁ। ଯୋଉଥିପାଇଁ ଆପଣମାନେ ଆଜି ଭାବୁଛନ୍ତି ଯେ ମେଡିସିନ ଆଇସିୟୁରେ ଏମିତି କିଏ ଗଳି ଯାଉଛି, କିଏ ବ୍ଲିଡିଂ ନା କରୁଛି, ଆମେ ଭାବୁନୁ କିଏ ସାର୍ ଭିଡିଓ କହୁଛୁ ଆମେ କିଛି ଭାବୁନୁ। ସେଟା ନିଶ୍ଚିତ ଭାବରେ ନାଇଁ ସାର୍ ଆମର ଭିଡିଓ ଯାହା କହୁଛୁ ଆମେ କିଛି କହୁନୁ। ଯାହା ସାର୍ ଭିଡିଓଟା କହୁଛୁ ଆମେ ଯଦି ଦେଖିଲେ, ଆମେ ତ ଯାହା ପ୍ରସାରଣ କରୁଛୁ ଭିଡିଓକୁ ନେଇ କରୁଛୁ। ଅକସ୍ମାତ ମୁହୂର୍ତ୍ତରେ ଆମେ ଯଦି କିଛି ଦୁର୍ଘଟଣା ଦେଖିଲେ, ଆମେ ତାକୁ ସଠିକ କରିବା ପାଇଁ ଚେଷ୍ଟା କରିବା, ରୋଗୀଟିକୁ ରକ୍ଷା କରିବା ପାଇଁ ଚେଷ୍ଟା କରିବା। କିନ୍ତୁ ତାହା ନ କରି ଆମେ ଏଇ ଘଟଣାକୁ ଏସସିବି ମେଡିକାଲ କଲେଜ ବିରୁଦ୍ଧରେ, ମେଡିସିନ ବିଭାଗ ବିରୁଦ୍ଧରେ, ଆଇସିୟୁ କେୟାର ବିରୁଦ୍ଧରେ ସାରା ସୋସିଆଲ ମିଡିଆରେ ଭାଇରାଲ କରି ଡାକ୍ତରଙ୍କୁ, ଏସସିବି କୁ ବଦନାମ କରିବାର ଯୋଉ ପ୍ରଚେଷ୍ଟା, ତାକୁ ମୁଁ ଭୁଲ କହୁଛି। ଯିଏ ବି କରିଛନ୍ତି ତାଙ୍କର ଲୋକଙ୍କ ପାଇଁ, ଡାକ୍ତରଖାନା ପାଇଁ, ଡାକ୍ତରଙ୍କ ପାଇଁ କିଛି ତ ଦରଦ ନାହିଁ। ସେମାନେ ପରିବେଶରୁ ଫାଇଦା ଆପଣଙ୍କର ଆଇସିୟୁରେ ଫାଇଦା ଇଏ ନୂଆ ଉଠେଇବା ପାଇଁ ଘଟଣା ନୁହେଁ, ଆପଣଙ୍କର ରଙ୍ଗ ଖେଳିବା ଏଟା ଠିକ।
ଆପଣଙ୍କର ମୋଲେଷ୍ଟେସନ କରିବା ଆପଣଙ୍କ ଷ୍ଟାଫ ଏଟା ଠିକ କି ଯଦି ସେଇଟା ଗଣମାଧ୍ୟମ ଯାଉଛି ଆପଣ କହୁଛନ୍ତି ଭୁଲ ଖାଲି ଆପଣଙ୍କ ପକ୍ଷରେ ଖବର ଦେଖେଇବେ ଆଉ ଯାହା ଆପଣ ତାକୁ କରୁଛନ୍ତି ଆପଣ ଯଦି ଅବହେଳା କରୁଛନ୍ତି ତାକୁ ଦେଖେଇବେନି ଏଇଟା ସାର୍ ପ୍ରାସଙ୍ଗିକତା ନୁହେଁ ଏଇଟା ଆପଣଙ୍କ ସହିତ ଆମେ ଏକମତ ନୁହେଁ। ଆପଣ ଭୁଲ କହିପାରିବେନି ଯେ ଖବରଟା ଭୁଲ ବୋଲି ଏଇଟା ଖବର ଆମେ ଦେଇନୁ ଏ ଖବରଟି ଯଦି ଆପଣ ଭୁଲ କହିବେ ଆପଣଙ୍କର ସେ ଆଇସିୟୁ ନୁହେଁ କହିପାରିବେ କି ସେଇ ଭିଡିଓଟି ଆପଣଙ୍କର ନୁହେଁ କହିପାରିବେ ଯଦି ସେ ଭିଡିଓଟି ଦେଖିବେ ଆପଣଙ୍କର ବି ଯଦି ସ୍ତ୍ରୀ କି ଆପଣଙ୍କ ଭଉଣୀ କି ଆପଣଙ୍କ ମା ହେଇଥାନ୍ତା ତାହେଲେ ଆପଣ କଣ କରିଥାନ୍ତେ କୁହନ୍ତୁ ସେ ଜାଗାରେ କଣ କରିଥାନ୍ତେ ଦେଖନ୍ତୁ ଭୁଲ ମୁଁ ଆପଣଙ୍କୁ କହିସାରିଛି। ଭୁଲ ହେଇଛି ନା ନାଇଁ ନାଇଁ, କୁହନ୍ତୁ ନାଇଁ, ଭୁଲ ଅବହେଳା ହେଇଛି ନା ନାଇଁ କୁହନ୍ତୁ ଶୁଣନ୍ତୁ, ଏଇଟା ଆପଣଙ୍କର ଅବହେଳା ଆମେ ସେତେବେଳେ କହୁ ଯେତେବେଳେ ଜଣଙ୍କର ଜ୍ଞାତ ସାରରେ ଆମେ ଜଣକୁ ସଠିକ ଧ୍ୟାନ ଦଉନା ହୁଁ ତାକୁ ଆମେ ଅବହେଳା କହୁ। ହୁଁ କିନ୍ତୁ ଏଇ ଘଟଣା ଯେତିକି ଦୁର୍ଭାଗ୍ୟପୂର୍ଣ୍ଣ ଆପଣଙ୍କ ପାଇଁ ସେତିକି ଦୁର୍ଭାଗ୍ୟପୂର୍ଣ୍ଣ ଆମ ପାଇଁ। ତ ଆମେ ନାଇଁ ସାର୍ ସେ ପେସେଣ୍ଟ ଆମେ ସେଇ ଯେତିକି ଘଟଣା- ଜାଣିଛୁ ପଏଜନିଂ ପେସେଣ୍ଟ ଆପଣ ଏଥିରେ ଏକମତ ନା ନାହିଁ ସେ ଅର୍ଗାନ ଫସଫରସ ପଏଜନିଂ ଆଚ୍ଛା ଯଦି ପଏଜନିଂ ପେସେଣ୍ଟ ଦାନାଦାର ରୋଗୀ ଶୁଣନ୍ତୁ ସାର୍ ପଏଜନିଂ ପେସେଣ୍ଟକୁ ତାର ନିୟମ କହୁଛି ବେଡ୍ ଦେବା କଥା ନୁହେଁ ଯଦି ଆପଣ ଦେଲେ ତାକୁ ହାତ ଗୋଡ ବାନ୍ଧିକି ରଖିବା କଥା ଯଦି ହାତ ଗୋଡ ବାନ୍ଧିକି ରଖିଥାନ୍ତେ ତାହେଲେ ସେ କାହିଁ ଆଜି ପଡିଲା ନର୍ସ ସେଠି ରହିବେ ସେ ତାଙ୍କର ମୁଁ ପ୍ରଥମେ ନାଇଁ ନାଇଁ ପ୍ରଥମ ପ୍ରଶ୍ନର ଉତ୍ତର ଭିଡିଓ କରିବା ଲୋକକୁ ଆପଣ ଭୁଲ କହୁଛୁ ଆମେ ତାକୁ ଧନ୍ୟବାଦ ଦଉଛୁ ଯେ ସେ ଭିତରର ଦୃଶ୍ୟକୁ ସାରା ଭାରତ ବର୍ଷରେ ଦେଖେଇଲେ ଆଉ ଆପଣ ଯଦି ସେ ଲୋକକୁ ଡିଟେକ୍ଟ କରିଥାନ୍ତେ ସେ ଲୋକକୁ ଡିଟେକ୍ଟ କରିଥାନ୍ତା ମୋବାଇଲ ସିଜ୍ କରିକି ବର୍ତ୍ତମାନ ତାକୁ ଥାନାରେ ପୁରେଇଥାନ୍ତେ ଆପଣ ତା ମୋବାଇଲ ସିଜ୍ କରିକି ସାର୍ ଥାନାରେ ପୁରେଇଥାନ୍ତେ ଆପଣ ସବୁ ମୋବାଇଲ ସିଜ୍ କରି ଥାନାରେ ପୁରଉଛନ୍ତି ଶୁଣନ୍ତୁ ଆପଣ ମାନେ ସେ ଭିତରକୁ ନେଇପାରିବେ ମୋବାଇଲ କିନ୍ତୁ ଆଟେଣ୍ଡାଣ୍ଟ ନେଇପାରିବେ ନାହିଁ ଆପଣ ମାନେ ସେଠି ରିଲ୍ସ ଦେଖିପାରିବେ ଅବହେଳା କରିପାରିବେ କିନ୍ତୁ ଆଟେଣ୍ଡାଣ୍ଟ ନେଇପାରିବେ ନାହିଁ ଇଏ ସାର୍ କୋଉଠି ଠିକ ମୁଁ ଆପଣଙ୍କର ପ୍ରଥମ ପ୍ରଶ୍ନର ଉତ୍ତର ଦେଇପାରିବି। ଆଜ୍ଞା ସାର୍ ଆପଣ କହିଲେ ଯେ ବିଷଖିଆ ପେସେଣ୍ଟ ତଳେ ରହିବା କଥା ଯେତେବେଳେ ବିଷଖିଆ ପେସେଣ୍ଟର ଅକ୍ସିଜେନ ସାଚୁରେସନ କମିଯିବ ଯେତେବେଳେ ବିଷଖିଆ ପେସେଣ୍ଟର ରକ୍ତଚାପ କମିଯିବ ଯେତେବେଳେ ବିଷଖିଆ ପେସେଣ୍ଟର ହାର୍ଟ ରେଟ୍ କମିଯିବ ସେ ତଳେ ରହିପାରିବ। ନା ଆମେ ବୁଝିପାରିଲି ମୋ କଥାକୁ ଭୁଲ ଇଣ୍ଟରପ୍ରିଟ କରୁଛୁ ଆଇସିୟୁ ଭିତରେ ତଳେ ରହିପାରିବ କିନ୍ତୁ ଆଇସିୟୁ ଭିତରେ ଯେତେବେଳେ ବେଡ୍ ରଖାଯାଏ ତାକୁ ବାନ୍ଧିକି ରଖାଯାଏ ନ ବାନ୍ଧିଲେ ସେ ଇରିଟେସନ ଗଳି ପଡିବ ଏଇଟା ଜାଣିବା ଦରକାର ଆଉ ତାକୁ ବନ୍ଧା ହେଇନଥିବ ଯାହା ଫଳରେ କି ସେଇଭଳି ଶୁଣନ୍ତୁ ଏଇଟା ଆପଣ ସ୍ୱୀକାର କରିବେ ଶୁଣନ୍ତୁ ପ୍ରତ୍ୟେକ ଦିନ ଶହ ଶହ ବିଷଖିଆ ପେସେଣ୍ଟ ଆସନ୍ତି ସେମାନଙ୍କ ଭିତରୁ ଯୋଉ ବିଷଖିଆ ପେସେଣ୍ଟର ଜୀବନ ପ୍ରତି ବିପଦ ଥାଏ ବା ଗୁରୁତର ଥାନ୍ତି ଆମେ ତାଙ୍କୁ ଆଇସିୟୁ କୁ ଟ୍ରାନ୍ସଫର କରିଥାଉ ଆଇସିୟୁରେ ବି ଆଇସିୟୁରେ ଆଜ୍ଞା ତାଙ୍କର ସବୁ ପେସେଣ୍ଟ ଗୁରୁତର ଆଇସିୟୁ ଭିତରେ ଆପଣ ମୋ ସହିତ ଏକମତ ହେବେ, ସବୁ ନାଇଁ, patient ଆପଣଙ୍କର ଗୁରୁତର। ଟିକେ ହେଲେ ହିଁ ICU ବୁଝିବାରେ ଅସୁବିଧା ହଉଛି ଆଜ୍ଞା ସାର୍ ମୁଁ ଆଇସିୟୁ ଭିତରର ଗୁରୁତର କଥା କହୁନି ଆଇସିୟୁ ବାହାରର ଗୁରୁତର କଥା କହୁଛି। ନାଇଁ ଆମେ ଯୋଉ ଆଇସିୟୁ ଭିତର କଥା କଥା ଯୋଉ ହଉଛୁ। ଆଇସିୟୁ ବାହାର କିଛି କଥା ଯୋଉ ଆମର- ବିଷଖିଆ ରୋଗୀ ଗୁରୁତର ହେଲେ ତାଙ୍କୁ ଆଇସିୟୁ ରିଫର କରାହେଇଥାଏ ଆଉ ଆଇସିୟୁ ରୋଗୀଙ୍କୁ ତଳେ ରଖିବାର କିଛି ବ୍ୟବସ୍ଥା ନାହିଁ କାହିଁକିନା ଆମର ଯେତିକି ଗ୍ୟାଜେଟ୍ସ ଆଉ ଇକ୍ୱିପମେଣ୍ଟସ ଲାଗେ ନାଇଁ ଆମେ କହୁନୁ ତଳେ ରଖିବା ପାଇଁ ଆମେ କହୁଛୁ ଯେ ଆପଣ ପ୍ରପର ଆମେ ତାଙ୍କୁ ପ୍ରପର ସେବା ଦବା ପାଇଁ ଆମେ ତାଙ୍କୁ ଆଇସିୟୁ କୁ ଟ୍ରାନ୍ସଫର କରିଥିଲୁ ସେ ରୋଗୀଙ୍କୁ କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଯେହେତୁ ସେମାନେ ଯୋଉ ଚିକିତ୍ସାରେ ଥାନ୍ତି ଏଟ୍ରୋପିନ୍ ଇଞ୍ଜେକ୍ସନରେ ଥାନ୍ତି ବେଳେ ବେଳେ ସେ ସାଇକୋସିସ୍ ହୁଏ ସବୁବେଳେ ହୁଏନି ସେଇ ଇଞ୍ଜେକ୍ସନ ବିଷକୁ କାଟିବା ପାଇଁ ଦରକାର କିନ୍ତୁ ସେଇ ଇଞ୍ଜେକ୍ସନ ବି ରୋଗୀକୁ ରେଷ୍ଟଲେସ୍ କରିଥାଏ ବ୍ୟତିବ୍ୟସ୍ତ କରିଥାଏ ତ ଯେତେବେଳେ ସେ ରୋଗୀ ବ୍ୟତିବ୍ୟସ୍ତ ହେଲା ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ସିଏ ସବୁ ତାର ବାନ୍ଧିବା ବା ତାକୁ ଷ୍ଟେବଲ କରିବାର ପ୍ରୋସେସ ବା ତାର କନେକ୍ସନ୍ସ କୁ ଛିଡେଇକି ପଳେଇ ଆସିଛି।